ତ ପାକିସ୍ତାନକୁ ଦଳିଦେଲା ଭାରତ। ତ ବିଶ୍ୱକପ୍ର ଓପନର ମ୍ୟାଚ୍ରେ ଭାରତ ମୁହାଁମୁହିଁ ହୋଇଥିଲା ପାକିସ୍ତାନ ସହିତ। ଆଉ ଉଦ୍ଘାଟନୀ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ 64 ରନ୍ରେ। ଟି20 ବିଶ୍ୱକପ୍ରେ ପାକିସ୍ତାନ ନିଜେ ବି ଜାଣିପାରିଲାନି କେତେବେଳେ ଦୀପ୍ତି ଶର୍ମା ଆସିଲେ ହଠାତ୍ କି 5ଟା ୱିକେଟ୍ ନେଇଗଲେ ଆଉ ଏକତରଫା ଜିତାଇ ଦେଲେ ଭାରତକୁ। ଇଂଲଣ୍ଡ ବର୍ମିଂଗମ୍ ମଇଦାନରେ ଖଚାଖଚ ଭରିଯାଇଥିଲେ ଭାରତ ଦର୍ଶକ ଭାରତ ବନାମ ପାକିସ୍ତାନ ମ୍ୟାଚ୍ରେ। ଦୁଇ ଦଳ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିଲେ ଚଳିତ ଟି20 ବିଶ୍ୱକପ୍ରେ, ଯେଉଁଠି ଭାରତ 106 ରନ୍ରେ ଅଲ୍ଆଉଟ୍ କରିଦେଲା ପାକିସ୍ତାନକୁ। ଯେତେବେଳେ ପାକିସ୍ତାନ ପିଛା କରୁଥିଲା 171 ରନ୍ର ଟାର୍ଗେଟ୍ ଭାରତ ବିପକ୍ଷରେ। ଗୋଟେ ସମୟରେ ଲାଗିଲା ଭାରତ ଏଣିକି ହାରିଯିବ ମ୍ୟାଚ୍, କାରଣ ପାକିସ୍ତାନର 34 ରନ୍ରେ ଗୋଟିଏ ୱିକେଟ୍ ଯାଇନଥିଲା ଆଉ 4 ଓଭର ହୋଇଯାଇଥିଲା। ଭାରତ ଫିଲ୍ଡର୍ସମାନେ ଆଜି ଆରମ୍ଭରୁ ବହୁତ ମିସଫିଲ୍ଡ କରୁଥିଲେ। ଏଣିକି ପେସ୍ ବୋଲରକୁ ଆରମ୍ଭରୁ ଏଣିକି ପ୍ରହାର ହେଉଥିଲା ପାକିସ୍ତାନୀ ବ୍ୟାଟର୍ସ ଦ୍ୱାରା। ଦର୍ଶକ ବନ୍ଧୁମାନେ କିନ୍ତୁ ଆସିଲେ ସଙ୍କଟମୋଚକ ଦୀପ୍ତି ଶର୍ମା, ଯିଏକି ଭାରତର ଅନୁଭବୀ ସ୍ପିନର, ଯେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ଯେ ଭାରତକୁ ନିହାତି ଆଜି ମ୍ୟାଚ୍ ଜିତାଇବେ, ନହେଲେ ସ୍ମୃତି ମନ୍ଦାନା, ହରମନପ୍ରୀତ କୌର ଆଉ ରିଚା ଘୋଷ ୟାଙ୍କ ଇନିଂସ ବ୍ୟର୍ଥ ଯାଇଥାନ୍ତା। କାରଣ ଭାରତ ଆଜି ପ୍ରଥମେ ବ୍ୟାଟିଂ କରିକି ମାତ୍ର 18 ରନ୍ରେ ନିଜର 2ଟା ୱିକେଟ୍ ହରାଇ ବସିଥିଲା। ଓପନର ଶେଫାଲି ବର୍ମା ଗୋଟେ ଛକା ଲଗାଇକି ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ ଆଉ ନମ୍ବର 3ରେ ଆସିଥିବା ବ୍ୟାଟର ଜେମିମା ରୋଡ୍ରିଗ୍ସ ଇଏ ମାତ୍ର 1 ରନ୍ କରି ପାଭିଲିୟନ୍ ଫେରିଥିଲେ। ତାପରେ ପୁଣି ଇନିଂସ ସମ୍ଭାଳିଲେ ଦ୍ୱିତୀୟ ଓପନର ସ୍ମୃତି ମନ୍ଦାନା, ଅଧିନାୟକ ହରମନପ୍ରୀତ କୌର। ଏହି ଦୁଇ ଜଣ ମିଶିକି 91 ରନ୍ର ପାର୍ଟନରସିପ୍ କରିଥିଲେ ଭାରତ ପାଇଁ। ସ୍ମୃତି ମନ୍ଦାନାଙ୍କର ଧ୍ୱଂସାର ଅର୍ଦ୍ଧଶତକ ଆସିଥିଲା ଏହି ମ୍ୟାଚ୍ରେ। ତା ସହିତ ସ୍ମୃତି ମନ୍ଦାନା 44 ବଲ୍ରେ 68 ରନ୍ର ଇନିଂସ ଖେଳିଥିଲେ ଆଉ ଭାରତ ସ୍କୋରକୁ 109 ରନ୍ରେ ପହଞ୍ଚାଇଥିଲେ ସ୍ମୃତି। ଏଇଠି ତାପରେ ସ୍ମୃତି ମନ୍ଦାନା ଆଉଟ୍ ହୋଇଗଲେ ଆଉ ସ୍ମୃତି ମନ୍ଦାନା ଆଉଟ୍ ହେଲା ପରେ ଭାରତର ୱିକେଟ୍ର ଛଡ଼ି ଲାଗିଲା। ନିଜ ଡେବ୍ୟୁ ବିଶ୍ୱକପ୍ କରିଥିବା ଭାରତୀ ଫୁଲମାଲି ଇଏ ମାତ୍ର 1 ରନ୍ କରି ଆଉଟ୍ ହେଲେ। ୱିକେଟ୍ କିପର ରିଚା ଘୋଷ ଇଏ ଆସିକି ଗୋଟେ ଚୌକା ଲଗାଇଥିଲେ ଆଉ ଖାତା ଖୋଲିଥିଲେ। ଅନ୍ୟଆଡ଼େ କିନ୍ତୁ ସେଟ୍ ବ୍ୟାଟ୍ସମ୍ୟାନ୍ ୟା ପରେ ଅଧିନାୟକ ହରମନପ୍ରୀତ କୌର ଇଏ ବି ଆଉଟ୍ ହୋଇଗଲେ 36 ରନ୍ କରିକି 17ତମ ଓଭରରେ। ଅଧିନାୟକ ହରମନପ୍ରୀତ କୌରଙ୍କ ୱିକେଟ୍ ନେଇକି ପାକିସ୍ତାନ ସ୍ୱପ୍ନ ଦେଖିଲା ଯେ ଭାରତକୁ 150 ଭିତରେ ରୋକିଦେବ ଆଉ ରିଚା ଘୋଷ କିନ୍ତୁ ହସିଲେ। ତାପରେ 19ତମ ଓଭରରେ ପାକିସ୍ତାନର ବେଳା ଖରାପ କରିଦେଲେ ରିଚା ଘୋଷ। ଏକ ତ 19ତମ ଓଭର ପ୍ରଥମ ବଲ୍ରେ ଦୀପ୍ତି ଶର୍ମା ଗୋଟେ ଚୌକା ଲଗାଇଲେ ଆଉ ରିଚା ଘୋଷକୁ ତାପରେ ଦ୍ୱିତୀୟ ବଲ୍ରେ ସିଙ୍ଗିଲ୍ ଦେଲେ। ରିଚା ଘୋଷ ତ ୟା ପରେ 3ଟା ଚୌକା ଗୋଟେ ଛକା ମାରିଲେ ଏହି ଓଭରରେ। ରିଚା ଘୋଷ ଆଉ ଦୀପ୍ତି ଶର୍ମା ମିଶିକି 23 ରନ୍ ମାରିଲେ 19ତମ ଓଭରରେ। ପାକିସ୍ତାନ ବାଲା ଛାନିଆ, କାରଣ 18ତମ ଓଭର ପରେ ଭାରତ 132 ରନ୍ରେ ଥିଲା ଆଉ ରିଚା ଘୋଷଙ୍କ ପ୍ରହାର ପାଇଁ ଭାରତ 155 ରନ୍ରେ ପହଞ୍ଚିଗଲା 19 ଓଭର ପରେ। ଏଣିକି ରିଚା ଘୋଷ ତ ଭାରତ ସ୍କୋରକୁ 168 ରନ୍ରେ ପହଞ୍ଚାଇକି ଆଉଟ୍ ହେଲେ 20ତମ ଓଭର ପଞ୍ଚମ ବଲ୍ରେ। ରିଚା ଘୋଷ ଦମଦାର 17 ବଲ୍ରେ 34 ରନ୍ କରି ଆଉଟ୍ ହେଲେ। ଦୀପ୍ତି ଶର୍ମା ବି ଗୁରୁତ୍ୱପୂର୍ଣ୍ଣ 9 ବଲ୍ରେ 12 ରନ୍ କରି ନଟ୍ ଆଉଟ୍ ଗଲେ। ଭାରତ 170 ରନ୍ରେ ପହଞ୍ଚିଲା ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ। 171 ରନ୍ର ଟାର୍ଗେଟ୍ ଥିଲା ପାକିସ୍ତାନ ଆଗରେ। ଦୀପ୍ତି ଶର୍ମା ଚାହୁଁନଥିଲେ ଭାରତ ବ୍ୟାଟର୍ସଙ୍କ ପରିଶ୍ରମ ବୃଥା ଯାଉ। ପାକିସ୍ତାନ ପ୍ରଥମ ୱିକେଟ୍ ଦୀପ୍ତି ଶର୍ମା ନେଇଗଲେ। ଏଣିକି ଦୀପ୍ତି ଉପରେ ଆଜି ଭରସା ଥିଲା କ୍ୟାପ୍ଟେନ୍ ହରମନପ୍ରୀତ କୌରଙ୍କର। ପ୍ରଥମ 6 ଓଭର ପରେ ପାକିସ୍ତାନ 53 ରନ୍ରେ ଥିଲା। ଏଣିକି ଦୀପ୍ତି ଶର୍ମା ନିଜ ଦ୍ୱିତୀୟ ଓଭରରେ ଆସିଲେ ବୋଲିଂ କରିବା ପାଇଁ ଆଉ ହାଲକା ଲଲଚେଇଲା ବାଲା ବଲ୍ ଦେଲେ ଆଉ ଲେଗ୍କୁ ବଲ୍ ପକାଇଲେ ଆଉ କ୍ୟାଚ୍ ଗଲା ସ୍ମୃତି ହାତକୁ। ସ୍ମୃତି ମନ୍ଦାନା ଦମଦାର ଗୋଟେ ତଳୁଆ କ୍ୟାଚ୍ ଧରିଲେ ଆଉ ପାକିସ୍ତାନର ଦ୍ୱିତୀୟ ୱିକେଟ୍ ଗଲା। ଦର୍ଶକ ବନ୍ଧୁମାନେ ଦୀପ୍ତି ଶର୍ମାକୁ ଦେଖି ଏଣିକି ଦ୍ୱିତୀୟ ସ୍ପିନର ଶ୍ରୀଚରଣୀ ଇଏ ମଧ୍ୟ କନଫିଡେନ୍ସ ପାଇଗଲେ ଆଉ ବଲ୍ କେଉଁଠି ପକା ହେବ ପିଚ୍ରେ ଜାଣିଗଲେ। ନିଜ ଡେବ୍ୟୁ ବିଶ୍ୱକପ୍ କରୁଥିବା ଶ୍ରୀଚରଣୀ ଆସିକି ୱିକେଟ୍ ନେଇଗଲେ। ପାକିସ୍ତାନର ତୃତୀୟ ୱିକେଟ୍ ପଇଲା, କିନ୍ତୁ ଭାରତକୁ ଦରକାର ଥିଲା ଓପନର ମୁନିବାର ୱିକେଟ୍, ଯିଏକି 41 ରନ୍ କରି ବ୍ୟାଟିଂ କରୁଥିଲା। ଏହି କାମ ବି ଦୀପ୍ତି ଶର୍ମା କରିଦେଲେ। ଦୀପ୍ତି ପାଖକୁ ବଲ୍ ଗଲା ଥାର୍ଡ଼ ମ୍ୟାନ୍ ଆଡ଼େ 10ମ ଓଭରରେ ଆଉ ଦୀପ୍ତି ଶର୍ମା ଦମଦାର ଥ୍ରୋ ଫିଙ୍ଗି ରନ୍ ଆଉଟ୍ କରିଦେଲେ ମୁନିବା ଅଲିକୁ। ଦୀପ୍ତି ଶର୍ମା ବୋଲିଂରେ ଯେମିତି କମାଲ କରିଥିଲେ, ଫିଲ୍ଡିଂରେ ମଧ୍ୟ ଦମଦାର ଫିଲ୍ଡିଂ କରୁଥିଲେ। କ୍ୟାପ୍ଟେନ୍ ହରମନପ୍ରୀତ କୌର କହିଲେ ଏଣିକି ଶେଫାଲି ବର୍ମା ଆସିକି ଗୋଟେ ୱିକେଟ୍ ନେଇଯାଅ, କାରଣ ସ୍ପିନରମାନଙ୍କର ବୋଲ୍ ବାଲା ଚାଲିଛି। ଆଉ ଶେଫାଲି ବର୍ମା ଆସିକି ନିଜର ସ୍ପିନ୍ ଯାଦୁ ଦେଖାଇଲେ ଆଉ ଶେଫାଲି ବର୍ମା ଆସିକି ଅଧିନାୟକ ଫାତିମା ସାନାକୁ ଖାତା ବି ଖୋଲିବାକୁ ଦେଲେ ନାହିଁ ଆଉ ଗୋଟେ ପରେ ଗୋଟେ ୱିକେଟ୍ ତାପରେ ଗଳି ଚାଲିଲା। ଶ୍ରୀଚରଣୀ ନିଜର ଦ୍ୱିତୀୟ ୱିକେଟ୍ ନେଇଗଲେ। ପାକିସ୍ତାନର ଏବେ ସବୁ ବୋଲର୍ସମାନେ ଆସୁଥିଲେ ବ୍ୟାଟିଂ ପାଇଁ। ଶ୍ରୀଚରଣୀଙ୍କର ଅନ୍ତିମ ଓଭରରେ ଦମଦାର କ୍ୟାଚ୍ ଧରିଲେ ଶ୍ରୀୟଙ୍କା ପାଟିଲ ଆଉ ଶ୍ରୀଚରଣୀ ନିଜର ତୃତୀୟ ୱିକେଟ୍ ସମ୍ପୂର୍ଣ୍ଣ କଲେ। ପାକିସ୍ତାନର 7ଟା ୱିକେଟ୍ ପଇଲା। ଶ୍ରୀଚରଣୀଙ୍କର ଓଭର ସରିଗଲା, କିନ୍ତୁ ୟା ପରେ ଆହୁରି ମଜା ବାକି ଥିଲା 17ତମ ଓଭରରେ, ଯେଉଁଠି ଦୀପ୍ତି ଶର୍ମା ଆସିଲେ ନିଜର ଅନ୍ତିମ ଓଭରରେ ବୋଲିଂ କରିବା ପାଇଁ। ଆଉ କିଏ ଜାଣିଥିଲା ଏଣିକି ପାକିସ୍ତାନର ଆଉ 3ଟା ୱିକେଟ୍ ବାକି ଥିଲା ଆଉ ଦୀପ୍ତି ଶର୍ମା ଏଇଠି ମ୍ୟାଚ୍ଟି ସାରିଦେଲେ। ଅନ୍ତିମ 3ଟା ୱିକେଟ୍ ନେଇଗଲେ ପାକିସ୍ତାନର ଦୀପ୍ତି ଶର୍ମା ଏହି ଓଭରରେ। ପାକିସ୍ତାନ ଅଲ୍ ଆଉଟ୍ ହୋଇଗଲା 106 ରନ୍ରେ ଆଉ ଦୀପ୍ତି ଶର୍ମା ନିଜର 5ଟା ୱିକେଟ୍ ସମ୍ପନ୍ନ କଲେ ନିଜ 4 ଓଭରରେ ମାତ୍ର 10 ରନ୍ ଦେଇ ଆଉ 64 ରନ୍ରେ ଭାରତର ବଡ଼ ବିଜୟ ହେଲା ପାକିସ୍ତାନୀ ପକ୍ଷରେ। ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ପାଇଲେ ନିଜର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ। ତ ଦୀପ୍ତି ଶର୍ମା କହିଲେ ଯେ ସେ ବଜରଙ୍ଗବଲୀକୁ ପ୍ରାର୍ଥନା କରିକି ବିଶ୍ୱକପ୍କୁ ଓହ୍ଲାଇଛନ୍ତି ଆଉ ସେ କହିଛନ୍ତି ବଜରଙ୍ଗବଲୀ ଆମକୁ ଶକ୍ତି ଦିଅନ୍ତୁ, ଆମେ ଟି20 ବିଶ୍ୱକପ୍ ଜିତିକି ଭାରତ ମାଟିକୁ ନେଇପାରିବୁ ଇଂଲଣ୍ଡରୁ ଆଉ ଟ୍ରଫି ଆମ ଭାରତବାସୀଙ୍କୁ ଭେଟିଦେବୁ। ତ କ'ଣ ଲାଗୁଛି ଯେମିତି ଭାରତ ଉଦ୍ଘାଟନୀ ମ୍ୟାଚ୍ରେ ପାକିସ୍ତାନକୁ ପରାସ୍ତ କରିଛି, ସେଭଳି ବାକି ମ୍ୟାଚ୍ ଜିତିକି ବି ଏଣିକି ଟି20 ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିପାରିବ କି ପ୍ରଥମ ଟାର୍ଗେଟ୍ ରୂପରେ?
ନିଶ୍ଚୟ ମନ୍ତବ୍ୟ କମେଣ୍ଟରେ ଦେଇ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ସମସ୍ତ କ୍ରିକେଟ୍ ଅପଡେଟ୍ସ ପାଇଁ। ଧନ୍ୟବାଦ।